ଆଜି ଆସନ୍ତୁ ବାଇବେଲ ଏବଂ ସ୍ୱର୍ଗୀୟ ପରିବାର ଶୀର୍ଷକ ଉପଦେଶ ସହିତ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା। ପରମେଶ୍ୱର ପ୍ରତ୍ୟେକ ଯୁଗରେ ତାହାଙ୍କ ଭବିଷ୍ୟତ ବକ୍ତାମାନଙ୍କୁ ପଠାଇଛନ୍ତି ଏବଂ ସେମାନଙ୍କୁ ତାହାଙ୍କ ଇଚ୍ଛା ଜଣାଇବା ପାଇଁ ବାର୍ତ୍ତାବାହକର ଭୂମିକା ଦେଇଛନ୍ତି। ଆଜି ଏହା ଆମ ସହିତ ମଧ୍ୟ ସମାନ ଅଟେ। ଏହି ଯୁଗରେ ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛା ପ୍ରଚାର କରନ୍ତି ଓ ପାଳନ କରନ୍ତି ସେମାନେ ସମସ୍ତେ ପରମେଶ୍ୱରଙ୍କ ଦ୍ୱାରା ପ୍ରେରିତ ଭବିଷ୍ୟତ ବକ୍ତା, ହଁ ନା? ଆଜି ଆସନ୍ତୁ ଦେଖିବା ଯେ ମାନବ ଜାତିକୁ ପରିତ୍ରାଣ କରିବା ପାଇଁ ପରମେଶ୍ୱରଙ୍କ ଇଚ୍ଛା କ'ଣ ଏବଂ ସମଗ୍ର ବିଶ୍ୱରେ ଏକତ୍ର ଆରାଧନା କରୁଥିବା ଆମ ସ୍ୱର୍ଗୀୟ ପରିବାରର ସଦସ୍ୟମାନଙ୍କ ପାଇଁ ତାହାଙ୍କ ଇଚ୍ଛା ବାଇବଲରେ କିପରି ଭାବବାଣୀ କରାଯାଇଛି ଓ ଲିପିବଦ୍ଧ ହୋଇଛି। ଆସନ୍ତୁ ଦ୍ୱିତୀୟ ତିମୋଥୀ ଅଧ୍ୟାୟ 3:12 ଦେଖିବା। ଆସନ୍ତୁ ପଦ 12 ଦେଖିବା। ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି ସେମାନେ ତାଡ଼ନା ଭୋଗ କରିବେ। ପଦ 13 କିନ୍ତୁ ଦୁଷ୍ଟ ଲୋକେ ଓ ପ୍ରବଞ୍ଚକମାନେ ଭ୍ରାନ୍ତି ଜନ୍ମାଇ ଓ ଭ୍ରାନ୍ତ ହୋଇ ଅଧିକରୁ ଅଧିକ ଦୁଷ୍ଟ ହୋଇ ଉଠିବେ। କିନ୍ତୁ ତୁମ୍ଭେ ଯାହା ଯାହା ଶିକ୍ଷା କରିଅଛ ଆଉ ଯେ ସମସ୍ତ ବିଷୟର ନିଶ୍ଚିତ ବୋଧ ପାଇଅଛ ସେସବୁରେ ସ୍ଥିର ହୋଇ ରହିଥାଅ, କାରଣ ତୁମ୍ଭେ ଜାଣୁଅଛ କେଉଁମାନଙ୍କଠାରୁ ସେହି ସବୁ ଶିକ୍ଷା କରିଅଛ। ପୁଣି ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭକୁ ପରିତ୍ରାଣଜନକ ଜ୍ଞାନ ଦେବାକୁ ସମର୍ଥ ତାହା ତୁମ୍ଭେ ବାଲ୍ୟକାଳଠାରୁ ଜ୍ଞାତ ଅଛ। ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ୱାସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ। ବାଇବଲ ହେଉଛି ଏକ ମୂଲ୍ୟବାନ ଉପହାର ଯାହା ପରମେଶ୍ୱର ମାନବ ଜାତି ନିମନ୍ତେ ପଠାଇଛନ୍ତି। ଆଦି ପୁସ୍ତକଠାରୁ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ବାଇବଲର ସମସ୍ତ 66 ଖଣ୍ଡ ପୁସ୍ତକରେ ପରମେଶ୍ୱର ଯେଉଁ ବାର୍ତ୍ତା ପକାଇଛନ୍ତି ତାହା ପ୍ରେମରେ ପରିପୂର୍ଣ୍ଣ। ଆମେ କେଉଁ ବିଷୟରେ ସତର୍କ ରହିବା ଉଚିତ, କ'ଣ କରିବା ଅନୁଚିତ, କ'ଣ ନିଶ୍ଚୟ କରିବା ଉଚିତ, ଆମର କିପରି ଗୁଣ ରହିବା ଉଚିତ ଏବଂ ପରମେଶ୍ୱରଙ୍କ କେଉଁ ବିଧିଗୁଡ଼ିକ ପାଳନ କରିବା ଉଚିତ ଏସବୁ ବିଷୟ ବାଇବେଲରେ ସମ୍ପୂର୍ଣ୍ଣ ଭାବେ ଲେଖା ଅଛି। ଏସବୁ ଆମର ପରିତ୍ରାଣ ନିମନ୍ତେ ଅଟେ। ତେଣୁ ବାଇବଲ କ'ଣ କୁହେ? ଏହା କୁହେ ଯେ ବାଇବଲ ଆମକୁ ପରିତ୍ରାଣ ନିମନ୍ତେ ଜ୍ଞାନବାନ କରିପାରେ। ଆସନ୍ତୁ ଦ୍ୱିତୀୟ ପିତର ଅଧ୍ୟାୟ 1:20 ଦେଖିବା। ଅଧ୍ୟାୟ 1 ପଦ 20। ପ୍ରଥମରେ ଏହା ଜ୍ଞାତ ହୁଅ ଯେ ଶାସ୍ତ୍ରର କୌଣସି ଭାବବାଣୀ ସ୍ୱତନ୍ତ୍ର ଭାବରେ ବ୍ୟାଖ୍ୟା କରିବାର ବିଷୟ ନୁହେଁ। କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇନାହିଁ, ମାତ୍ର ଈଶ୍ୱର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ। ବାଇବଲ ମନୁଷ୍ୟର କୌଣସି ଚିନ୍ତାଧାରା କିମ୍ବା ମତାମତ ଉପରେ ଆଧାରିତ ଗ୍ରନ୍ଥ ନୁହେଁ, ବରଂ ଆଜି ଆମ ନିକଟରେ ଥିବା 66 ଖଣ୍ଡ ପବିତ୍ର ଶାସ୍ତ୍ର ହେଉଛି ପରମେଶ୍ୱରଙ୍କ ଇଚ୍ଛା ଏବଂ ତାଙ୍କ ବାକ୍ୟର ଏକ ବିଶ୍ୱସ୍ତ ଓ ଅବିକଳ ଲିପି। ଯଦିଓ ବାଇବଲରେ ଲିପିବଦ୍ଧ କିଛି ଘଟଣା ମଧ୍ୟରେ ଶହ ଶହ କିମ୍ବା ହଜାର ହଜାର ବର୍ଷର ବ୍ୟବଧାନ ରହିଛି, ତେବେ ସେହି ସମସ୍ତ ଲେଖାଗୁଡ଼ିକ ବିଷୟରେ କ'ଣ କୁହାଯାଇପାରେ? ପରମେଶ୍ୱର ବାଇବଲକୁ ଏପରି ଭାବରେ ଲିପିବଦ୍ଧ କରାଇଛନ୍ତି ଯେପରି ଏହାର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ବିଷୟବସ୍ତୁ ସବୁବେଳେ ସଠିକ୍ ଭାବରେ ମେଳ ଖାଏ। ଯେହେତୁ ଏହି ବାକ୍ୟଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଆମ୍ଭମାନଙ୍କ ପରିତ୍ରାଣ ପାଇଁ ଲେଖାଯାଇଛି, ତେଣୁ ଶାସ୍ତ୍ରରେ ଲେଖା ଅଛି ଯେ ମନୁଷ୍ୟର ମତାମତ ଅନୁସାରେ ଏଥିରେ କିଛି ଯୋଗ କରିବା କିମ୍ବା ଏଥିରୁ କିଛି ବାଦ ଦେବା ଉଚିତ ନୁହେଁ, ହଁ ନା? ଆସନ୍ତୁ ସେହି ଶାସ୍ତ୍ରାଂଶଟି ଦେଖିବା। ଆସନ୍ତୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 18 ଦେଖିବା। ଆସନ୍ତୁ ଅଧ୍ୟାୟ 22 ପଦ 18 ଦେଖିବା। ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଶ୍ରବଣ କରନ୍ତି ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି। ଏହି ପୁସ୍ତକ ବାଇବଲକୁ ବୁଝାଏ ନାହିଁ କି? କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ, ଯଦି କେହି ବାଇବେଲର ଭାବବାଣୀର ବାକ୍ୟରେ କିଛି ଯୋଗ କରେ, ତେବେ ଈଶ୍ୱର କ'ଣ କରିବେ? ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ। ଅତଏବ ବାଇବଲରେ ଯାହା ନାହିଁ ତାହା ଆମେ ଯୋଗ କରିବା ଉଚିତ ନୁହେଁ। 19 ପଦରେ ଆଉ କ'ଣ କୁହାଯାଇଛି?
ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ବାକ୍ୟ ଲୋପ କରିବାର ଅର୍ଥ ହେଉଛି ବାଦ ଦେବା। ଯଦି ଆମେ ବାଦ ଦେଉ, ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ। ବାଇବଲର ବାକ୍ୟରେ ଏପରି ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ରହିଛି ଯେଉଁଥିରେ ଆମ୍ଭେମାନେ ନିଜ ଇଚ୍ଛାରେ କିଛି ଯୋଗ ବା ବିୟୋଗ କରିପାରିବା ନାହିଁ। ଯେହେତୁ ପବିତ୍ର ଶାସ୍ତ୍ରର ପ୍ରତ୍ୟେକ ଅଂଶ ଆମ୍ଭମାନଙ୍କ ପରିତ୍ରାଣ ପାଇଁ ଅତ୍ୟାବଶ୍ୟକ, ତେଣୁ ପରମେଶ୍ୱର ମାନବ ଜାତିକୁ ବାଇବଲର 66 ଖଣ୍ଡ ପୁସ୍ତକ ପ୍ରଦାନ କରିଛନ୍ତି। ଆଜିକାଲି ଅନେକ ଚର୍ଚ୍ଚା ନିଜ ନିଜକୁ ଠିକ୍ ବୋଲି ଦାବି କରନ୍ତି। ଆମ୍ଭେମାନେ ନିଜ ଦାବି ଅନୁସାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। ପରମେଶ୍ୱରଙ୍କ ବାକ୍ୟ ପାଳନ କରିବା ଦ୍ୱାରା ହିଁ ପରିତ୍ରାଣ ଓ ସ୍ୱର୍ଗ ରାଜ୍ୟ ମିଳିଥାଏ, ହଁ ନା? ଆଜିକାଲି ଆମ୍ଭମାନଙ୍କ ଚାରିପାଖରେ ଥିବା ଅନେକ ଚର୍ଚ୍ଚ କେବଳ ପିତା ପରମେଶ୍ୱରଙ୍କର ଆରାଧନା କରନ୍ତି, କିନ୍ତୁ ବାଇବଲରେ ପରମେଶ୍ୱର ଆମ୍ଭମାନଙ୍କୁ କ'ଣ କରିବାକୁ କହନ୍ତି? ଯଦି ଆମ୍ଭେମାନେ ବାଇବଲ ଦ୍ୱାରା ଏହାକୁ ଯାଞ୍ଚ କରିବା, ତେବେ ଏହାର ଉତ୍ତର ଅତି ସହଜରେ ମିଳିଯିବ। କିନ୍ତୁ ବାଇବେଲ ଦ୍ୱାରା ଯାଞ୍ଚ ନ କରି କିଛି ଲୋକ କହନ୍ତି ଅନ୍ୟମାନେ ଯାହା ବିଶ୍ୱାସ କରନ୍ତି ବା ପାଳନ କରନ୍ତି ତାହା ନିଶ୍ଚୟ ଭୁଲ। ଯଦି ସେମାନେ ଏପରି କାର୍ଯ୍ୟ କରନ୍ତି, ତେବେ ଏହା ପରମେଶ୍ୱରଙ୍କ ସତ୍ୟ ଗ୍ରହଣ କରିବାର ପଥକୁ ଅବରୋଧ କରିବା ସହିତ ସମାନ ଅଟେ। ତେଣୁ କାହାରି ମଧ୍ୟରେ କୌଣସି ଗତାନୁଗତିକ ଧାରଣା ରହିବା ଉଚିତ ନୁହେଁ। ଯଦି ଆମ୍ଭେ ଗତକାଲି ଯେଉଁ ପଥରେ ଚାଲୁଥିଲୁ ତାହା ଭୁଲ ଥିଲା ଏବଂ ପଥ ଜାଣିଥିବା କେହି ଜଣେ ଆମ୍ଭକୁ ସଠିକ୍ ପଥ ଦେଖାନ୍ତି, ତେବେ ଆମ୍ଭକୁ କ'ଣ କରିବା ଉଚିତ? ସେହି ପଥରୁ ଫେରି ଆସି ଅନୁତାପ କରିବା ହିଁ ପରମେଶ୍ୱରଙ୍କ ଇଚ୍ଛା, ହଁ ନା? ଯଦିଓ ବାଇବଲରେ ପିତା ପରମେଶ୍ୱର ଓ ମାତା ପରମେଶ୍ୱର ଅଛନ୍ତି, ଲୋକମାନେ ପରମେଶ୍ୱରଙ୍କ ବାକ୍ୟକୁ ଅବଜ୍ଞା କରନ୍ତି, ଯେଉଁଠି କୁହାଯାଇଛି ବାଇବଲରେ କିଛି ଯୋଗ କର ନାହିଁ କି ସେଥିରୁ କିଛି କାଢ଼ି ନିଅ ନାହିଁ। ଏହା ହିଁ ଆଜିକାଲିର ବିଶ୍ୱାସର ବାସ୍ତବ ସ୍ଥିତି। ତେବେ ଆସନ୍ତୁ ଆମ୍ଭେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ବିଷୟରେ ବାଇବେଲରୁ ଅଧ୍ୟୟନ କରିବା। ଆସନ୍ତୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 4 ଦେଖିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 4 ପଦ 11। ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଶୁଭାଜନ ଅଟ। ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ। ପରମେଶ୍ୱର ହିଁ ସ୍ୱର୍ଗ, ପୃଥିବୀ ଓ ସେଥିରେ ଥିବା ସମସ୍ତ ବସ୍ତୁ ସୃଷ୍ଟି କରିଛନ୍ତି। କାହାର ଇଚ୍ଛାରେ ସେହି ସବୁ ସୃଷ୍ଟି ହୋଇଥିଲା? ପରମେଶ୍ୱରଙ୍କ ଇଚ୍ଛାରେ। ବାଇବଲ ଆମ୍ଭକୁ ଶିକ୍ଷା ଦିଏ ଯେ ପରମେଶ୍ୱର ହିଁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଦୂରତା, ସେମାନଙ୍କର ଅବସ୍ଥିତି ଏବଂ ସମସ୍ତ ବିଷୟକୁ ସ୍ଥିର କରିଛନ୍ତି, ଯାହାଫଳରେ ଏହି ପୃଥିବୀରେ ମାନବ ଜୀବନ ସମ୍ଭବ ହୋଇପାରିବ, ଜୀବଜଗତ ବଞ୍ଚିପାରିବ ଏବଂ ଜଳ ଓ ବାୟୁ ବିଦ୍ୟମାନ ରହିବ। ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତ୍ୱ ପ୍ରାପ୍ତ ହୋଇ ସୃଷ୍ଟି ହୋଇଅଛି। ଯେତେବେଳେ ପରମେଶ୍ୱର ସ୍ୱର୍ଗ, ପୃଥିବୀ ଓ ସେଥିରେ ଥିବା ସମସ୍ତ ବସ୍ତୁ ସୃଷ୍ଟି କଲେ, ସେ କହିଥିଲେ ଯେ ଏହି ଜଗତରେ କୌଣସି ବସ୍ତୁ ତାଙ୍କ ଇଚ୍ଛା ବିନା ସୃଷ୍ଟି ହୋଇନାହିଁ। ଆପଣମାନେ ଏହି ପୃଥିବୀରେ ଥିବା ସମସ୍ତ ଜୀବଜଗତର ଅସ୍ତିତ୍ୱ ବିଷୟରେ ଥରେ ଚିନ୍ତା କରନ୍ତୁ। କ'ଣ ପିତା କିମ୍ବା ମାତାଙ୍କ ବିନା କୌଣସି ଜୀବର ଅସ୍ତିତ୍ୱ ରହିପାରେ? ପ୍ରାଣୀ ଜଗତ ହେଉ କି ଉଦ୍ଭିଦ ଜଗତ ହେଉ, ଯେଉଁଠାରେ ଜୀବନ ଅଛି ସେଠାରେ ମାତା ନିଶ୍ଚଳ ଅଛନ୍ତି। ଯେଉଁଠାରେ ମାତା ନାହାନ୍ତି ସେଠାରେ ଜୀବନ ନାହିଁ। ତେଣୁ ମାତାଙ୍କ ବିନା ଏହି ଜଗତ ମୃତ୍ୟୁର ଜଗତ ଅଟେ। ଏହା କାହାର ଇଚ୍ଛା? ଏହା ପରମେଶ୍ୱରଙ୍କ ଇଚ୍ଛା। ତେବେ ଯଦି ମାତା ପରମେଶ୍ୱର ନାହାନ୍ତି, ତେବେ ସ୍ୱର୍ଗର ଅନନ୍ତ ରାଜ୍ୟରେ ଜୀବନ ରହିପାରିବ କି? ପରମେଶ୍ୱରଙ୍କ ରାଜ୍ୟ ଜୀବନର ରାଜ୍ୟ ଅଟେ। ଆସନ୍ତୁ ନିଶ୍ଚିତ କରିବା ଯେ ଆଧ୍ୟାତ୍ମିକ ଜଗତରେ କେବଳ ପିତା ପରମେଶ୍ୱର ନୁହନ୍ତି, ବରଂ ମାତା ପରମେଶ୍ୱର ମଧ୍ୟ ବିଦ୍ୟମାନ ଅଛନ୍ତି। ଯେତେବେଳେ ଲୋକମାନେ ଚର୍ଚ୍ଚକୁ ଯାଆନ୍ତି, ସେମାନେ ପରମେଶ୍ୱରଙ୍କୁ ପିତା ପରମେଶ୍ୱର ବୋଲି କହନ୍ତି। ସେମାନେ ଯେଉଁ ଚର୍ଚ୍ଚକୁ ଯାଆନ୍ତୁ ନା କାହିଁକି, ସେମାନେ ସମାନ କଥା କୁହନ୍ତି। କ'ଣ ପିତା ଶବ୍ଦଟି କୌଣସି କମ୍ପାନୀରେ ବ୍ୟବହାର କରାଯାଏ? କିମ୍ବା ଏହା କ'ଣ କୌଣସି ଜାତୀୟ ସଂଗଠନ ଦ୍ୱାରା ବ୍ୟବହୃତ ଏକ ଶବ୍ଦ? ଏହା କେଉଁଠାରେ ବ୍ୟବହାର କରାଯାଏ? ପିତା ପ୍ରତ୍ୟେକ ପରିବାର ମଧ୍ୟରେ ଏକ ଶୀର୍ଷକ ଭାବରେ ବିଦ୍ୟମାନ।
ଆମ୍ଭେମାନେ ପରସ୍ପରକୁ ଭାଇ ଓ ଭଉଣୀ ବୋଲି ଡାକିଥାଉ। ଭାଇ ଓ ଭଉଣୀ ଏହି ସମ୍ବୋଧନଗୁଡ଼ିକ ମଧ୍ୟ ପରିବାରରେ ବ୍ୟବହାର କରାଯାଏ। ପିତା, ଭାଇ ଓ ଭଉଣୀମାନେ ଅଛନ୍ତି, ତେବେ ଆଉ କିଏ ରହିବା ଆବଶ୍ୟକ? ଅନେକ ଲୋକ ଅଛନ୍ତି ଯେଉଁମାନେ କୁହନ୍ତି ପାର୍ଥିବ ପରିବାରରେ ଜଣେ ମାତା ରହିବା ଆବଶ୍ୟକ ଏବଂ ଜିଦ୍ ଧରି କୁହନ୍ତି ଯେ ସ୍ୱର୍ଗୀୟ ପରିବାର ଓ ଆତ୍ମିକ ଜଗତରେ କୌଣସି ମାତା ନାହାନ୍ତି। ଏଠାରେ ପରିତ୍ରାଣର ଅତି ଗୁରୁତ୍ୱପୂର୍ଣ୍ଣ ବିଷୟଟି ଜଡ଼ିତ ରହିଛି। ପରମେଶ୍ୱର ଆମ୍ଭମାନଙ୍କର ପିତା ଅଟନ୍ତି। ଏହା କୌଣସି ଉପାଧି ନୁହେଁ ଯାହାକୁ ମଣ୍ଡଳୀ ମନ ଇଚ୍ଛା ବାଛିଛି, ବରଂ ଏହା ବାଇବେଲରେ ଶିକ୍ଷା ଦିଆଯାଇଥିବା ଏକ ସମ୍ବୋଧନ ଅଟେ। ଆସନ୍ତୁ ମାଥ୍ୟୁ ଲିଖିତ ସୁସମାଚାର ଅଧ୍ୟାୟ 6 ଦେଖିବା। ମାଥ୍ୟୁ ଅଧ୍ୟାୟ 6 ପଦ 9। ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। ମାଥ୍ୟୁ 6:9 ପଦରେ ଯୀଶୁ ଏହି ପୃଥିବୀକୁ ଆସିଲେ ଏବଂ ଯେଉଁ ଲୋକମାନେ ସ୍ୱର୍ଗର ରାଜ୍ୟର ବ୍ୟବସ୍ଥା ବିଷୟରେ ନ ଜାଣି ଜୀବନଯାପନ କରୁଥିଲେ ସେମାନଙ୍କୁ ଶିକ୍ଷା ଦେଲେ ଯେ ପରମେଶ୍ୱର ଆମ୍ଭମାନଙ୍କର ପିତା ଅଟନ୍ତି। ପଦ 8। ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କ'ଣ ପ୍ରୟୋଜନ ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ୱର ତାହା ଜାଣନ୍ତି। ପରମେଶ୍ୱରଙ୍କୁ କ'ଣ ବୋଲି କୁହାଯାଇଛି? ବାଇବଲ ଆମକୁ ଜଣାଏ ଯେ ସେ ଆମ୍ଭମାନଙ୍କର ପିତା ଅଟନ୍ତି। ପରମେଶ୍ୱର ଆମର ଶାରୀରିକ ପିତା ନୁହନ୍ତି, ବରଂ ଆମର ଆତ୍ମିକ ପିତା ଅଟନ୍ତି, ହଁ ନା? ଆସନ୍ତୁ ଏବ୍ରୀ ଅଧ୍ୟାୟ 12 ଦେଖିବା। ଏବ୍ରୀ ଅଧ୍ୟାୟ 12 ପଦ 9। ଆହୁରି ମଧ୍ୟ ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମାମାନଙ୍କର ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ। ବାଇବଲ ଆମକୁ ସ୍ପଷ୍ଟ ଭାବରେ ଶିକ୍ଷା ଦିଏ ଆମ୍ଭମାନଙ୍କର ଜଣେ ଶାରୀରିକ ପିତା ଅଛନ୍ତି ଯିଏ ଆମ୍ଭମାନଙ୍କ ଶାରୀରିକ ଶରୀରକୁ ଜନ୍ମ ଦେଇଛନ୍ତି ଏବଂ ଆମ୍ଭମାନଙ୍କର ଜଣେ ଆତ୍ମିକ ପିତା ଅଛନ୍ତି ଯିଏ ଆମ୍ଭମାନଙ୍କ ଆତ୍ମାକୁ ଜନ୍ମ ଦେଇଛନ୍ତି, ଅର୍ଥାତ୍ ପରମେଶ୍ୱର। ବାଇବେଲ କ'ଣ ସତ୍ୟର ବାକ୍ୟ ନୁହେଁ କି? ସତ୍ୟ ଶବ୍ଦର ଅର୍ଥ ହିଁ ହେଉଛି ଯାହା ବାସ୍ତବ, ନୁହେଁ କି? ଯିଏ ଆଧ୍ୟାତ୍ମିକ ଜଗତରେ ପିତା ଭାବରେ ବିଦ୍ୟମାନ ସେ ହେଉଛନ୍ତି ଆମ୍ଭମାନଙ୍କର ପରମେଶ୍ୱର। ପିତା ଉପାଧିଟି ସେହି ସନ୍ତାନମାନେ ବ୍ୟବହାର କରନ୍ତି ଯେଉଁମାନେ ତାଙ୍କର ଶରୀର ଓ ରକ୍ତର ଅଧିକାରୀ, ନୁହେଁ କି? ପିତା ହେଉଛନ୍ତି ଏପରି ଜଣେ ପୁରୁଷ ଯାହାଙ୍କର ସନ୍ତାନ ଥାନ୍ତି। ଯେହେତୁ ପରମେଶ୍ୱର ଏହି ସମସ୍ତ ବିଷୟ ବାଇବଲରେ ଲେଖିଛନ୍ତି, ଆମ୍ଭେମାନେ କେବେ ହେଲେ ଏଥିରୁ କିଛି ଯୋଗ କରିବା କିମ୍ବା ଲୋପ କରିବା ଉଚିତ ନୁହେଁ। ଆସନ୍ତୁ ଆମେ ଦ୍ୱିତୀୟ କରିନ୍ଥୀୟ ଅଧ୍ୟାୟ 6କୁ ଯିବା। ଦ୍ୱିତୀୟ କରିନ୍ଥୀୟ ଅଧ୍ୟାୟ 6 ପଦ 17। ଏଣୁ ପ୍ରଭୁ ଏହା କହନ୍ତି, ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ, ଆଉ ପୃଥକ ହୁଅ, ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ, ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା। ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ, ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି। ଏହିପରି ଭାବରେ ପରମେଶ୍ୱର ତାଙ୍କ ସହିତ ଆମ୍ଭମାନଙ୍କ ସମ୍ପର୍କକୁ ଜଣେ ପିତା ଓ ତାଙ୍କ ସନ୍ତାନମାନଙ୍କ ସମ୍ପର୍କ ଭାବରେ ସ୍ଥାପନ କରିଛନ୍ତି। ପିତା, ପୁତ୍ର ଏବଂ କନ୍ୟା ଏଗୁଡ଼ିକ ପରିବାର ମଧ୍ୟରେ ବ୍ୟବହୃତ ଉପାଧି ଅଟେ। କିନ୍ତୁ ଆଜିକାଲି ସମସ୍ତ ମଣ୍ଡଳୀ ବାଇବଲକୁ କେବଳ ଏତିକି ମାତ୍ର ବୁଝିଛନ୍ତି। ତେବେ ବାଇବଲରେ ମାତାଙ୍କ ବିଷୟରେ ଆଉ କିଛି କୁହାଯାଇଛି କି? ଆସନ୍ତୁ ଆମେ ଗାଲାତୀୟ ପୁସ୍ତକ ଅଧ୍ୟାୟ 4କୁ ଯିବା। ଗାଲାତୀୟ ଅଧ୍ୟାୟ 4 ପଦ 26। କିନ୍ତୁ ଊର୍ଦ୍ଧ୍ୱସ୍ଥ ଜିରୁସାଲମ ସ୍ୱାଧୀନା, ସେ ଆମ୍ଭମାନଙ୍କ ଜନନୀ। ବାଇବଲରେ ସ୍ପଷ୍ଟ ଭାବରେ କାହା ବିଷୟରେ ଉଲ୍ଲେଖ କରାଯାଇଛି? ତେବେ ଏହି ଊର୍ଦ୍ଧ୍ୱସ୍ଥ କାହାକୁ ବୁଝାଏ? ଏହା ସ୍ୱର୍ଗର ରାଜ୍ୟକୁ ବୁଝାଏ। ତେଣୁ ସ୍ୱର୍ଗୀୟ ଜିରୁସାଲମ ସ୍ୱାଧୀନା, ତେବେ ସେ କିଏ? ସେ ଆମ୍ଭର ମାତା ଅଟନ୍ତି।
ଆସନ୍ତୁ ପଦ 28 ସହିତ ଜାରି ରଖିବା। ହେ ଭାଇମାନେ, ତୁମ୍ଭେମାନେ ଇସାକଙ୍କ ପରି ପ୍ରତିଜ୍ଞାର ସନ୍ତାନ। କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ, ସେ ଯେପରି ଶେଷ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ ତାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି। ମାତ୍ର ଶାସ୍ତ୍ର କଣ କୁହେ? ଦାସୀ ଓ ତା ପୁତ୍ରକୁ ବାହାର କରିଦିଅ, କାରଣ ଦାସୀର ପୁତ୍ର ସ୍ୱାଧୀନା ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ। ଅତଏବ ଭାଇମାନେ, ଆମ୍ଭେମାନେ ଦାସୀର ସନ୍ତାନ ନୁହୁଁ, କିନ୍ତୁ ସ୍ୱାଧୀନା ସ୍ତ୍ରୀର ସନ୍ତାନ। ସ୍ୱାଧୀନା ନାରୀଙ୍କ ବିଷୟରେ 26 ପଦରେ ଲେଖାଅଛି, ଊର୍ଦ୍ଧ୍ୱସ୍ଥ ଜେରୁସାଲେମ। ସେ ସ୍ୱାଧୀନା ଏବଂ ସେ କିଏ? ତେବେ ଆମ୍ଭମାନଙ୍କ ଆତ୍ମା ନିମନ୍ତେ କିଏ ଅଛନ୍ତି? ପ୍ରକାଶିତ ବାକ୍ୟ 22ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି, ବାଇବେଲରେ କିଛି ଯୋଗ କରନ୍ତୁ ନାହିଁ କିମ୍ବା ସେଥିରୁ କିଛି ବାଦ ଦିଅନ୍ତୁ ନାହିଁ। ତେବେ ବାଇବଲର ବାକ୍ୟ ଅନୁସାରେ ଆମ୍ଭେମାନେ ମାତା ପରମେଶ୍ୱରଙ୍କ ଅସ୍ତିତ୍ୱକୁ ସ୍ୱୀକାର କରିବା ଉଚିତ ନା ଅସ୍ୱୀକାର କରିବା ଉଚିତ? ଯଦିଓ ଏହା ବାଇବଲରେ ଲେଖା ଅଛି, ଆଜିକାଲି ଅନେକ ମଣ୍ଡଳୀ ଏହାକୁ ବୁଝିପାରନ୍ତି ନାହିଁ। ତେଣୁ ସେମାନେ କୁହନ୍ତି, କେବଳ ଜଣେ ପରମେଶ୍ୱର ଅଛନ୍ତି, ପିତା ପରମେଶ୍ୱର। ପୃଥିବୀରେ ଥିବା ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ପରମେଶ୍ୱରଙ୍କ ଇଚ୍ଛାରେ ସୃଷ୍ଟି ହୋଇଛି। ଏଗୁଡ଼ିକ ହେଉଛି ପ୍ରକୃତିର ପାଠ୍ୟପୁସ୍ତକ, ଯାହାକୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ଖୋଲି ଦେଇଛନ୍ତି। ସବୁ କିଛିରେ ପରମେଶ୍ୱରଙ୍କ ଇଚ୍ଛା ରହିଛି। ଆମ୍ଭମାନଙ୍କୁ ଭାବିବା ଉଚିତ ଯେ କାହିଁକି ଏତେ ସଂଖ୍ୟକ ଜୀବମାନଙ୍କର ଜଣେ ପିତା ଏବଂ ଜଣେ ମାତା ଅଛନ୍ତି। କଣ ପିତା ଏବଂ ମାତାଙ୍କ ବିନା ଆମ୍ଭେମାନେ ଭବିଷ୍ୟତ ପିଢ଼ିକୁ ଜୀବନ ଦେଇପାରିବା? କଦାପି ନୁହେଁ। ଏହା ପରମେଶ୍ୱରଙ୍କ ଇଚ୍ଛା। ଯେପରି ସ୍ୱର୍ଗରେ ପିତା ପରମେଶ୍ୱର ଅଛନ୍ତି, ସେହିପରି ଏହି ପୃଥିବୀରେ ପିତା ଅଛନ୍ତି। ଯେପରି ଏହି ପୃଥିବୀରେ ଭାଇ ଓ ଭଉଣୀମାନେ ଅଛନ୍ତି, ସେହିପରି ସ୍ୱର୍ଗରେ ଆମ୍ଭମାନଙ୍କର ଆତ୍ମିକ ଭାଇ ଓ ଭଉଣୀମାନେ ଅଛନ୍ତି। ଯେପରି ପାର୍ଥିବ ପରିବାରରେ ଜଣେ ମାତା ଅଛନ୍ତି, ବାଇବଲ ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ସ୍ୱର୍ଗୀୟ ପରିବାରରେ ମଧ୍ୟ ମାତା ପରମେଶ୍ୱର ଅଛନ୍ତି। ଏହା ବର୍ତ୍ତମାନ ଆମ୍ଭମାନଙ୍କ ନିକଟରେ ସ୍ପଷ୍ଟ ଭାବରେ ପ୍ରକାଶ ପାଉଛି। ଆଜି ଅନେକ ଚର୍ଚ୍ଚା ଅଛି, ଯେଉଁମାନେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରୁଥିବାର ଦାବି କରନ୍ତି, କିନ୍ତୁ ସେମାନେ ଏହି ସମସ୍ତ ବିଷୟକୁ ବାଦ ଦିଅନ୍ତି। ଏହା ହେଉଛି ଜୀବନ୍ତ ପ୍ରମାଣ ଯେ ସେମାନେ ପରମେଶ୍ୱରଙ୍କ ବାକ୍ୟକୁ ସ୍ୱୀକାର କରନ୍ତି ନାହିଁ। ଗାଲାତୀୟ 4:26 ପଦଟି ମୁଁ ଲେଖି ନାହିଁ। ଏହାକୁ ଆପଣମାନେ ମଧ୍ୟ ଲେଖି ନାହାନ୍ତି। ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ଲୋକମାନେ ପରମେଶ୍ୱରଙ୍କ ଠାରୁ ଏହି ସମସ୍ତ ବାକ୍ୟ ପାଇ ତାହାକୁ ଲିପିବଦ୍ଧ କରିଥିଲେ। ତେବେ ଗାଲାତୀୟ 4:26ରେ ଥିବା ଆମମାନଙ୍କ ମାତାଙ୍କୁ ଆମେ କିପରି ବୁଝିବା ଉଚିତ? କିନ୍ତୁ ଊର୍ଦ୍ଧ୍ୱସ୍ଥ ଜେରୁସାଲେମ ସ୍ୱାଧୀନା, ସେ ଆମ୍ଭମାନଙ୍କ ଜନନୀ। ଆସନ୍ତୁ ଆଦି ପୁସ୍ତକ 1 ଅଧ୍ୟାୟ ଖୋଲି ଦେଖିବା। ଆସନ୍ତୁ ଆମେ ଏକତ୍ର ଆଦି ପୁସ୍ତକ ଅଧ୍ୟାୟ 1 ପଦ 26 ଦେଖିବା। 창세기 1장 26절의 말씀 함께 보겠습니다. ଏଥି ଉତାରୁ ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ। ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। 26 ପଦରେ ପରମେଶ୍ୱର କହନ୍ତି, ମନୁଷ୍ୟର ନିର୍ମାଣ କରୁ। ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କରୁଛନ୍ତି, ନୁହେଁ କି? ଚର୍ଚ୍ଚ ଅଫ୍ ଗଡ୍ କହେ ଯେ ମାନବ ଜାତିକୁ ସୃଷ୍ଟି କରିଥିବା 2 ଜଣ ପରମେଶ୍ୱର ଅଛନ୍ତି। ଏହିଠାରୁ ହିଁ ଚର୍ଚ୍ଚ ଅଫ୍ର ଶିକ୍ଷା ଜଗତର ଅନ୍ୟ ସମସ୍ତ ଚର୍ଚ୍ଚର ଶିକ୍ଷାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ସେମାନେ କହନ୍ତି, ନିଶ୍ଚିତ ଭାବରେ କେବଳ ଜଣେ ପରମେଶ୍ୱର ଅଛନ୍ତି। କିଏ ଏଠାରେ କହୁଛନ୍ତି? ଲେଖା ଅଛି, ତାପରେ ପରମେଶ୍ୱର କହିଲେ। ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ଆମ୍ଭେମାନେ ନିଶ୍ଚିତ କରିପାରିବା ଯେ ଯେଉଁ ପରମେଶ୍ୱର ନିଜକୁ ଆମ୍ଭେମାନେ ବୋଲି କହିଥିଲେ, ତାଙ୍କ ଦ୍ୱାରା ମାନବ ଜାତି ସୃଷ୍ଟି ହୋଇଥିଲା। ଭାଇ ଓ ଭଉଣୀମାନେ, ଆମ୍ଭେମାନେ ଶବ୍ଦଟି ବହୁବଚନ ଅଟେ। ଏହା ଏକବଚନ ନୁହେଁ। ଯଦି କେବଳ ଜଣେ ପରମେଶ୍ୱର ଥାନ୍ତେ, ତେବେ ସେ କହିବା ଉଚିତ ଥିଲା, ମୁଁ ମୋର ସାଦୃଶ୍ୟ ଅନୁସାରେ ମନୁଷ୍ୟକୁ ତିଆରି କରିବି। ତଥାପି ପରମେଶ୍ୱର ସେହିପରି କହିଲେ ନାହିଁ। ଏହା ପରିବର୍ତ୍ତେ ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ଆସନ୍ତୁ 27 ପଦ ଦେଖିବା।
ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ। ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। କାହାକୁ ସୃଷ୍ଟି କରାଯାଇଥିଲା? ପୁରୁଷ ଏବଂ ସ୍ତ୍ରୀ। ପରମେଶ୍ୱର କହିଲେ, ଆମ୍ଭେମାନେ ଆମ୍ଭ ପ୍ରତିମୂର୍ତ୍ତିରେ ଓ ଆମ୍ଭ ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ତାପରେ ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ସୃଷ୍ଟି ହେଲେ। କଣ ଏଥିରୁ ଏହା ସ୍ପଷ୍ଟ ହୁଏ ନାହିଁ ଯେ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଏକ ପୁରୁଷ ପ୍ରତିମୂର୍ତ୍ତି ଏବଂ ଏକ ସ୍ତ୍ରୀ ପ୍ରତିମୂର୍ତ୍ତି ଉଭୟ ବିଦ୍ୟମାନ ଅଛି? ଏହି କାରଣରୁ ପରମେଶ୍ୱର ଏହି ବାକ୍ୟାଂଶ ବ୍ୟବହାର କଲେ, ମନୁଷ୍ୟର ନିର୍ମାଣ କରୁ। ଆଜି ପର୍ଯ୍ୟନ୍ତ ଲୋକମାନେ ପୁରୁଷ ପ୍ରତିମୂର୍ତ୍ତି ଥିବା ପରମେଶ୍ୱରଙ୍କୁ ପିତା ପରମେଶ୍ୱର ବୋଲି ସମ୍ବୋଧନ କରି ଆସୁଛନ୍ତି। ତାହେଲେ ସ୍ୱାଭାବିକ ଭାବରେ ସ୍ତ୍ରୀ ପ୍ରତିମୂର୍ତ୍ତି ଥିବା ପରମେଶ୍ୱରଙ୍କୁ ଆମ୍ଭେମାନେ କଣ ବୋଲି ଡାକିବା ଉଚିତ? ଏହା ସ୍ୱାଭାବିକ ଅଜେଲ। କଣ ବାଇବଲର 66ଟି ପୁସ୍ତକ ମଧ୍ୟରେ ଆଦି ପୁସ୍ତକ ପ୍ରଥମ ପୁସ୍ତକ ନୁହେଁ କି? ଠିକ୍ ପ୍ରଥମ ଅଧ୍ୟାୟରେ ପରମେଶ୍ୱର ଆମ୍ଭମାନଙ୍କୁ ଜଣାଇଛନ୍ତି ଯେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ବିଦ୍ୟମାନ ଅଛନ୍ତି। ଅଧିକନ୍ତୁ ପୁରାତନ ନିୟମରେ ପରମେଶ୍ୱର ଶବ୍ଦ ପାଇଁ ପ୍ରାୟ 2500 ଥର ଏଲୋହିମ୍ ଶବ୍ଦ ବ୍ୟବହାର କରାଯାଇଛି। କଣ ଏକବଚନ ବିଶେଷ୍ୟ ନଥିବାରୁ ଏଲୋହିମ୍ ବ୍ୟବହାର କରାଯାଇଥିଲା? ନା। ଯେତେବେଳେ ବାଇବଲ ଜଣେ ପରମେଶ୍ୱରଙ୍କୁ ସୂଚାଇବା ପାଇଁ ଏକବଚନ ବିଶେଷ୍ୟ ବ୍ୟବହାର କରେ, ସେତେବେଳେ ତାହାକୁ ଏଲୁଆ କୁହାଯାଏ। ଯେପରି କୌଣସି ଶବ୍ଦର ଶେଷରେ ଏସ୍ ଯୋଡ଼ିଲେ ତାହା ଏକବଚନରୁ ବହୁବଚନ ହୋଇଯାଏ, ଠିକ୍ ସେହିପରି ଏଲୁଆ ଶବ୍ଦ ପରେ ଇମ୍ ଯୋଡ଼ିଲେ ତାହା ବହୁବଚନ ହୋଇଯାଏ। ଏହା ଏଲୋହିମ୍ ହୋଇଥାଏ। ଯଦିଓ ଏହାର ଏକବଚନ ରୂପ ଅଛି, ତଥାପି ପରମେଶ୍ୱର ଏହାକୁ ମୂଳ ବାଇବେଲରେ କିପରି ଲିପିବଦ୍ଧ କରିଥିଲେ? ଏଲୋହିମ୍। ଯଦିଓ ପରମେଶ୍ୱର ବାଇବେଲକୁ ଏହି ଶିକ୍ଷାରେ ପୂର୍ଣ୍ଣ କରିଛନ୍ତି, ଲୋକମାନେ ଜିଦ୍ ଧରି କହନ୍ତି କେବଳ ପିତା ପରମେଶ୍ୱର ଅଛନ୍ତି ଓ ମାତା ପରମେଶ୍ୱର ନାହାନ୍ତି। ଏହା ଏକ ସମ୍ପୂର୍ଣ୍ଣ ଭୁଲ ଶିକ୍ଷା ଅଟେ। ଆସନ୍ତୁ ପ୍ରଥମ ଯୋହନ ଅଧ୍ୟାୟ 2 ପଦ 25 ଦେଖିବା। ଅଧ୍ୟାୟ 2 ପଦ 25। ଆଉ ସେ ଆମ୍ଭମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ଅନୁସୂଚିତ। ସେ ଆମ୍ଭମାନଙ୍କୁ କଣ ପ୍ରତିଜ୍ଞା କରିଅଛନ୍ତି? ଜୀବନ। ପରମେଶ୍ୱର ସମସ୍ତ ମାନବ ଜାତିକୁ ଅନନ୍ତ ଜୀବନ ଦେବାକୁ ପ୍ରତିଜ୍ଞା କରିଛନ୍ତି। ଜୀବନ କାହାଠାରୁ ଆସିଥାଏ? ଏହି ପ୍ରଶ୍ନ ବିଷୟରେ ଏକବିଂଶ ଶତାବ୍ଦୀର ଜୀବବିଜ୍ଞାନୀମାନେ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ସେମାନେ ଏହି ସତ୍ୟ ଆବିଷ୍କାର କଲେ ଯେ ମାତାଙ୍କ ବିନା ଜୀବନ କୌଣସି ମତେ ପରବର୍ତ୍ତୀ ପିଢ଼ିକୁ ସଞ୍ଚାରିତ ହୋଇପାରିବ ନାହିଁ। ତେଣୁ ପରମେଶ୍ୱରଙ୍କ ସମସ୍ତ ସୃଷ୍ଟି ମଧ୍ୟରେ ସେ ଏହି ନୀତି ସ୍ଥାପନ କରିଛନ୍ତି ଯେ ଯେଉଁଠାରେ ପିତା ଅଛନ୍ତି ସେଠାରେ ମାତା ମଧ୍ୟ ନିଶ୍ଚୟ ରହିବା ଆବଶ୍ୟକ। ଏବ୍ରୀ 8:5 ପଦ କଣ ବର୍ଣ୍ଣନା କରେ ନାହିଁ ଯେ ପୃଥିବୀରେ ଥିବା ବିଷୟଗୁଡ଼ିକ ସ୍ୱର୍ଗରେ ଥିବା ବିଷୟର ଦୃଷ୍ଟାନ୍ତ ଓ ଛାୟା ମାତ୍ର ଅଟେ? ତେବେ ଯଦି ପାର୍ଥିବ ଜଗତରେ, ଯାହାକି ପ୍ରତିମୂର୍ତ୍ତି ଓ ଛାୟାର ଜଗତ, ଜଣେ ମାତା ବିଦ୍ୟମାନ ଅଛନ୍ତି, ତେବେ ବାସ୍ତବତାର ଜଗତରେ ମଧ୍ୟ ଜଣେ ମାତା ନିଶ୍ଚୟ ବିଦ୍ୟମାନ ଥିବେ। ସେଥିପାଇଁ ଗାଲାତୀୟ 4:26ରେ ପରମେଶ୍ୱର ପ୍ରକାଶ କରନ୍ତି, କିନ୍ତୁ ଉର୍ଦ୍ଧ୍ୱସ୍ଥ ଜେରୁସାଲେମ ସ୍ୱାଧୀନା, ସେ ଆମ୍ଭମାନଙ୍କ ଜନନୀ। ଆଦି ପୁସ୍ତକ 1:26 ବିନା 27ରେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ପରସ୍ପରକୁ କଣ କହିଲେ? ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ଆଦି ପୁସ୍ତକ 1:27ରେ କଣ ଏହା ଲିପିବଦ୍ଧ ନାହିଁ ଯେ ପୁରୁଷ ପରମେଶ୍ୱରଙ୍କ ପୁରୁଷ ପ୍ରତିମୂର୍ତ୍ତିର ସାଦୃଶ୍ୟରେ ଏବଂ ନାରୀ ପରମେଶ୍ୱରଙ୍କ ନାରୀ ପ୍ରତିମୂର୍ତ୍ତିର ସାଦୃଶ୍ୟରେ ସୃଷ୍ଟି ହୋଇଥିଲେ? ତେଣୁ ଏହି ପୃଥିବୀରେ ପୁରୁଷ ଏବଂ ସ୍ତ୍ରୀଙ୍କ ଅସ୍ତିତ୍ୱ ସାକ୍ଷ୍ୟ ଦିଏ ଯେ ସ୍ୱର୍ଗରେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ବିଦ୍ୟମାନ ଅଛନ୍ତି। ଯଦି କେବଳ ପିତା ଥାନ୍ତେ ଓ ମାତା ନ ଥାନ୍ତେ, ତେବେ ଜୀବନର କେବେ ମଧ୍ୟ ଅସ୍ତିତ୍ୱ ନଥାନ୍ତା। ଜୀବନମୟ ଜଗତର ଅସ୍ତିତ୍ୱ ହିଁ ନଥାନ୍ତା। ପ୍ରକାଶିତ ବାକ୍ୟ 4:11 ନିଶ୍ଚିତ କରେ ଯେ ପରମେଶ୍ୱର ନିଜ ଇଚ୍ଛା ଅନୁସାରେ ସବୁକିଛି ଏହିପରି ଭାବରେ ସୃଷ୍ଟି କରିଛନ୍ତି। ଏହିପରି ଏହି ଜୀବନମୟ ଜଗତ ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ମାନବ ଜାତିକୁ ଏକ ଉପହାର ସ୍ୱରୂପ ଦିଆଯାଇଥିଲା। ତେବେ ଯେହେତୁ ପରମେଶ୍ୱରଙ୍କ ରାଜ୍ୟ ହେଉଛି ଜୀବନର ରାଜ୍ୟ, ତେଣୁ ମାତା ପରମେଶ୍ୱର ମଧ୍ୟ ସ୍ୱର୍ଗର ରାଜ୍ୟରେ ନିଶ୍ଚୟ ଥିବେ, ହଁ ନା?
ମାତା ପରମେଶ୍ୱରଙ୍କ ବିନା ଏକ ଜଗତ ହେଉଛି ମୃତ୍ୟୁର ଜଗତ। ଏହି ପୃଥିବୀରେ ଅଗଣିତ ପ୍ରଜାତିର ପଶୁପକ୍ଷୀ ଏବଂ ଉଦ୍ଭିଦ ଅଛନ୍ତି। ଉଦ୍ଭିଦ ଜଗତ ହେଉ କିମ୍ବା ପ୍ରାଣୀ ଜଗତ ହେଉ, ମାତାଙ୍କ ବିନା ଏକ ଜଗତ ହେଉଛି ମୃତ୍ୟୁର ଜଗତ। ସ୍ୱର୍ଗର ରାଜ୍ୟ ପରି ଜୀବନମୟ ଏକ ଜଗତରେ ଜଣେ ମାତାଙ୍କର ଅସ୍ତିତ୍ୱ ନିଶ୍ଚୟ ରହିବା ଆବଶ୍ୟକ। ଯଦି ଆମେ ଆଦି ପୁସ୍ତକ 1:26କୁ ଦେଖିବା, ପରମେଶ୍ୱର ପ୍ରଥମ ମନୁଷ୍ୟ ଆଦମ ଏବଂ ହବାଙ୍କୁ ସୃଷ୍ଟି କରିବା ପୂର୍ବରୁ ମଧ୍ୟ କିଏ ବିଦ୍ୟମାନ ଥିଲେ? କଣ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ବିଦ୍ୟମାନ ନଥିଲେ? ଆଦି ପୁସ୍ତକ 1 ଅଧ୍ୟାୟ ମାଧ୍ୟମରେ ପରମେଶ୍ୱର ଆମ୍ଭମାନଙ୍କୁ ସେହି ସ୍ୱର୍ଗର ରାଜ୍ୟ ବିଷୟରେ ପ୍ରକାଶ କରିସାରିଛନ୍ତି, ଯେଉଁଠାରେ ପିତା ଏବଂ ମାତା ଉଭୟ ବିଦ୍ୟମାନ ଅଛନ୍ତି। ଆମ୍ଭମାନଙ୍କୁ ଶିକ୍ଷା ଦିଆଯାଇଛି ଯେ ବାଇବେଲରେ ଥିବା ପରମେଶ୍ୱରଙ୍କ ବାକ୍ୟରେ କିଛି ଯୋଗ ନ କରି କିମ୍ବା ସେଥିରୁ କିଛି ଲୋପ ନ କରି ତାହାକୁ ଯେପରି ଅଛି ଠିକ୍ ସେହିପରି ବୁଝିବା ଓ ଗ୍ରହଣ କରିବା ଉଚିତ। ତେଣୁ ଯଦିଓ ଲୋକମାନେ କୁହନ୍ତି କେବଳ ପିତା ପରମେଶ୍ୱର ଅଛନ୍ତି, ମାତା ପରମେଶ୍ୱର ନାହାନ୍ତି, ଆମ୍ଭ ସମସ୍ତଙ୍କୁ ବୁଝିବାକୁ ହେବ ଯେ ସେମାନଙ୍କର ଶିକ୍ଷା ସମ୍ପୂର୍ଣ୍ଣ ଭୁଲ ଅଟେ। ଜଣେ ସନ୍ତାନ କେବଳ ଜଣେ ମାତାଙ୍କ ଦ୍ୱାରା ହିଁ ଅସ୍ତିତ୍ୱ ଲାଭ କରିଥାଏ। ଏହି କାରଣରୁ ସ୍ୱର୍ଗର ସମସ୍ତ ହଜିଲା ସନ୍ତାନମାନଙ୍କୁ ଖୋଜି ପାଇବା ସମୟ ବିଷୟରେ ପରମେଶ୍ୱର କହିଥିଲେ, କୁକୁଟି ଯେପରି ନିଜ ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେହିପରି ମୁଁ ସେମାନଙ୍କୁ ଏକତ୍ର କରିବି। ଯେହେତୁ ଯୀଶୁ ଏହି ଦୃଷ୍ଟାନ୍ତଟି କହିଥିଲେ, ଆସନ୍ତୁ ଆମ୍ଭେମାନେ କିଛି ସମୟ ପାଇଁ ଏହାର ଅର୍ଥ ଉପରେ ଚିନ୍ତନ କରିବା। ଗଞ୍ଜାମାନେ ନିଜ ଶାବକମାନଙ୍କୁ କ୍ୱଚିତ୍ ଏକତ୍ର କରନ୍ତି। ଯେତେବେଳେ କୌଣସି ଶତ୍ରୁ ଆକ୍ରମଣ କରେ, ସେମାନେ କେବଳ ଶାବକମାନଙ୍କୁ ରକ୍ଷା କରନ୍ତି, କିନ୍ତୁ କେବଳ ସେତିକି। କିନ୍ତୁ ଗୋଟିଏ କୁକୁଟି କ୍ଷେତ୍ରରେ କ'ଣ ହୁଏ? ଯେତେବେଳେ କୌଣସି ଶିକାରୀ ପକ୍ଷୀ ଶାବକକୁ ଝାମ୍ପି ନେବା ପାଇଁ ଉପରେ ଘୂରି ବୁଲେ, ମା କୁକୁଟି ସହଜାତରେ ନିଜ ସନ୍ତାନ ପ୍ରତି ବିପଦକୁ ଅନୁଭବ କରି ଏକ ଜରୁରୀ ସଙ୍କେତ ଦେଇଥାଏ। ସାଧାରଣତଃ ସେ ଧୀରେ ଧୀରେ କଟ୍ କଟ୍ ଶବ୍ଦ କରୁଥାଏ, କିନ୍ତୁ ସେହି ମୁହୂର୍ତ୍ତରେ ସେ ଏକ ତୀକ୍ଷ୍ଣ ଚିତ୍କାର କରି ଉଠେ। ଏହି ଡାକ ଶୁଣି ସମସ୍ତ ଶାବକମାନେ ସେମାନଙ୍କ ମା ପାଖକୁ ଦୌଡ଼ି ଆସନ୍ତି। ମାଟି ଯଥାସମ୍ଭବ ନିଜ ଡେଣାକୁ ମେଲାଇ ତାର ସମସ୍ତ ଶାବକମାନଙ୍କୁ ସୁରକ୍ଷିତ ଭାବରେ ନିଜ ପକ୍ଷ ତଳେ ଆଶ୍ରୟ ଦିଏ। ସେହି ମୁହୂର୍ତ୍ତରେ ଗୋଟିଏ ଶିକାରୀ ପକ୍ଷୀ ମଧ୍ୟ ଶାବକମାନଙ୍କୁ ଆକ୍ରମଣ କରିବାକୁ ସାହସ କରେ ନାହିଁ। ଯଦିଓ ଶିକାରୀ ପକ୍ଷୀ ଜାଣେ ଯେ କୁକୁଟି ସାଧାରଣତଃ ତାଠାରୁ ବହୁତ ଦୁର୍ବଳ, ତଥାପି ସେ ନିଜ ଶାବକମାନଙ୍କୁ ସୁରକ୍ଷା ଦେଉଥିବା ମାକୁ ଆକ୍ରମଣ କରିବାକୁ ସାହସ କରେ ନାହିଁ, କାରଣ ସେ ପ୍ରାଣପଣେ ସେମାନଙ୍କୁ ରକ୍ଷା କରିଥାଏ। ଏହି ଉଦାହରଣଗୁଡ଼ିକରୁ ଆମ୍ଭେମାନେ ବୁଝିପାରୁ ଯେ ପରମେଶ୍ୱରଙ୍କର ସମସ୍ତ ସୃଷ୍ଟିରେ କାର୍ଯ୍ୟ କରୁଥିବା ତାହାଙ୍କ ବିଧାନ ପଛରେ ଏକ ଗଭୀର ଉଦ୍ଦେଶ୍ୟ ରହିଛି। ତାହା ହେଉଛି ଏହି ପାର୍ଥିବ ଜଗତ ମାଧ୍ୟମରେ ଅଦୃଶ୍ୟ ଓ ଆଧ୍ୟାତ୍ମିକ ଜଗତର ଅର୍ଥାତ୍ ସ୍ୱର୍ଗର ରାଜ୍ୟର ବାସ୍ତବତାକୁ ପ୍ରକାଶ କରିବା। ଆଜି ଆମ ଚାରିପାଖରେ ଅଗଣିତ ଚର୍ଚ୍ଚ ଅଛି। ପରମେଶ୍ୱରଙ୍କଠାରେ ବିଶ୍ୱାସ କରିବା ଭଲ, କିନ୍ତୁ ଯଦି ବାଇବେଲର ଶିକ୍ଷାକୁ ଭୁଲ ଭାବରେ କିମ୍ବା ବ୍ୟର୍ଥରେ ଦିଆଯାଏ, ତେବେ ଏହାର ପରିଣାମ କ'ଣ ହେବ ବୋଲି ସେ କହିଛନ୍ତି। ଆସନ୍ତୁ ଆମେ ମାଥ୍ୟୁ ଅଧ୍ୟାୟ 7 ପଦ 21ରେ ଥିବା ବାକ୍ୟକୁ ଏକାଠି ଦେଖିବା। ମାଥ୍ୟୁ ଅଧ୍ୟାୟ 7 ପଦ 21, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି। ଯେଉଁମାନେ କହନ୍ତି ଯେ ସେମାନେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି, ସେମାନେ କ'ଣ ତାଙ୍କୁ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ନାହିଁ? ଈଶ୍ୱରଙ୍କଠାରେ ବିଶ୍ୱାସ କରୁଥିବା ଦାବି କରୁଥିବା ସମସ୍ତେ ନୁହନ୍ତି। ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ପଦ 22, ସେଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ, ପୁଣି ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ, ଆଉ ତୁମ୍ଭ ନାମରେ କି ଅନେକେ ଶକ୍ତିର କାର୍ଯ୍ୟ କଲୁ ନାହିଁ? ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହିଁ ଜାଣିନାହିଁ। ଭାଇ ଓ ଭଉଣୀମାନେ, ପିତାଙ୍କ ଇଚ୍ଛା କ'ଣ? କ'ଣ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା ପରମେଶ୍ୱରଙ୍କ ଇଚ୍ଛା, ଅଥବା କେବଳ ପିତା ପରମେଶ୍ୱରଙ୍କ ଅସ୍ତିତ୍ୱ ଅଛି ବୋଲି ଶିକ୍ଷା ଦେବା ଏବଂ ଜୋର ଦେଇ କହିବା ପରମେଶ୍ୱରଙ୍କ ଇଚ୍ଛା? ଆମ୍ଭମାନଙ୍କର ବାଇବଲର ପ୍ରତ୍ୟେକ ଶିକ୍ଷାକୁ ସ୍ପଷ୍ଟ ଭାବରେ ବୁଝିବା ଉଚିତ।
ତେଣୁ ଏକ ସମାଜ କେବଳ ସେତେବେଳେ ହିଁ ପରମେଶ୍ୱରଙ୍କ ଠାରେ ସଠିକ୍ ଭାବରେ ବିଶ୍ୱାସ କରିପାରିବ ଯେତେବେଳେ ଏହା ଗ୍ରହଣ କରେ ଯେ ବାଇବେଲ ଅନୁସାରେ ପରମେଶ୍ୱରଙ୍କ ବାକ୍ୟ ଶିକ୍ଷା ଦେବା ହିଁ ସବୁଠାରୁ ସଠିକ୍ ଉପାୟ ଅଟେ। କିନ୍ତୁ ବାସ୍ତବରେ ସେପରି ହେଉନାହିଁ। ଅନେକ କ୍ଷେତ୍ରରେ ବାଇବଲରେ ଯାହା ଲେଖା ଅଛି ତାହାକୁ ବାଦ୍ ଦିଆଯାଏ ଏବଂ ଯାହା ଲେଖା ନାହିଁ ତାହାକୁ ଯୋଗ କରାଯାଏ। ଯେତେବେଳେ ପରମେଶ୍ୱର ଏହି ପୃଥିବୀକୁ ଆସିଲେ ସେ ଏକ ସ୍ପଷ୍ଟ ଏବଂ ଗମ୍ଭୀର ଆଜ୍ଞା ଦେଲେ, ପିତାଙ୍କ ଇଚ୍ଛା ସାଧନ କର। ଆଦି ପୁସ୍ତକ ଅଧ୍ୟାୟ 1 ଏବଂ ଗାଲାତୀୟ ଅଧ୍ୟାୟ 4 ମାଧ୍ୟମରେ ପରମେଶ୍ୱର ଆମକୁ କ'ଣ ଶିକ୍ଷା ଦେଇଛନ୍ତି? କ'ଣ ପରମେଶ୍ୱର ଆମ ନିକଟରେ ପ୍ରକାଶ କରିଛନ୍ତି ଯେ ମାତା ପରମେଶ୍ୱରଙ୍କ ଅସ୍ତିତ୍ୱ ଅଛି, ନା ସେ କହିଛନ୍ତି ଯେ ତାଙ୍କର ଅସ୍ତିତ୍ୱ ନାହିଁ? କାହିଁକି ପରମେଶ୍ୱର ଏପରି ବ୍ୟବସ୍ଥା କଲେ ଯେ ସମସ୍ତ ପ୍ରାଣୀ କେବଳ ଜଣେ ମାତାଙ୍କ ମାଧ୍ୟମରେ ଜନ୍ମ ନେବେ? ଯେହେତୁ ଆମେ ନିଜ ଚର୍ମଚକ୍ଷୁରେ ସ୍ୱର୍ଗର ବିଷୟଗୁଡ଼ିକୁ ଦେଖିପାରୁନାହୁଁ, ତେଣୁ ପରମେଶ୍ୱର ଏହି ପୃଥିବୀର ବ୍ୟବସ୍ଥାକୁ ଏକ ପ୍ରତିରୂପ ଭାବରେ ସ୍ଥାପନ କରିଛନ୍ତି, ଯାହାଦ୍ୱାରା ଆମେ ସ୍ୱର୍ଗର ରାଜ୍ୟ ବିଷୟରେ ଶିଖିପାରିବା ଓ ବୁଝିପାରିବା। ପରମେଶ୍ୱର ପରିବାରକୁ ଅନନ୍ୟ ଭାବରେ ସ୍ଥାପନ କରି ଏହାର ସଦସ୍ୟମାନଙ୍କୁ ରକ୍ତ ସମ୍ପର୍କରେ ବାନ୍ଧିଛନ୍ତି। ଏହାକୁ ଆମ୍ଭେମାନେ ସାଧାରଣତଃ ରକ୍ତ ସମ୍ପର୍କ ବୋଲି କହିଥାଉ। ସେହିପରି ଆମ୍ଭମାନଙ୍କୁ ଏକ ଆତ୍ମିକ ରକ୍ତ ସମ୍ପର୍କରେ ବାନ୍ଧିବା ପାଇଁ ପରମେଶ୍ୱର ଆମ୍ଭମାନଙ୍କୁ କେଉଁ ସତ୍ୟ ଦେଇଛନ୍ତି? ନୂତନ ନିୟମର ନିସ୍ତାର ପର୍ବ ମାଧ୍ୟମରେ ସେ କ'ଣ ଏହା ଘୋଷଣା କରିନାହାନ୍ତି, ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋର ସେହି ରକ୍ତ? ଏବଂ ନିସ୍ତାର ପର୍ବକୁ ମନେ ରଖିବାକୁ ଓ ପାଳନ କରିବାକୁ ମଧ୍ୟ ସ୍ପଷ୍ଟ ଭାବରେ ଆଜ୍ଞା ଦେଇନାହାନ୍ତି। ତଥାପି ଆଜିର ମଣ୍ଡଳୀଗୁଡ଼ିକ ନୂତନ ନିୟମର ନିସ୍ତାର ପର୍ବ ମଧ୍ୟ ପାଳନ କରୁନାହାନ୍ତି। ସେହି ସତ୍ୟ ଯାହାକୁ ଯୀଶୁ ଅତ୍ୟନ୍ତ ଆଗ୍ରହର ସହିତ ପାଳନ କରିବାକୁ ଇଚ୍ଛା କରିଥିଲେ ଏବଂ ଆଜ୍ଞା ଦେଇଥିଲେ। ଆମ୍ଭମାନଙ୍କୁ ଏହି ସମସ୍ତ ସତ୍ୟ ସମଗ୍ର ଜଗତରେ, ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରଚାର କରିବା ଉଚିତ। ଦ୍ୱିତୀୟ ତିମୋଥୀ ଅଧ୍ୟାୟ 3ରେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଧାର୍ମିକ ଜୀବନଯାପନ କରିବାକୁ ଚାହାନ୍ତି ସେମାନଙ୍କ ସହିତ କ'ଣ ହେବ ବୋଲି ଲେଖା ଅଛି। ଏହା ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ଯଦି ଆମ୍ଭେମାନେ ସ୍ୱର୍ଗର ରାଜ୍ୟ ପାଇଁ ଆଶା ରଖି ଖ୍ରୀଷ୍ଟଙ୍କଠାରେ ଏକ ଧାର୍ମିକ ଜୀବନଯାପନ କରିବାକୁ ଚେଷ୍ଟା କରୁ, ତେବେ ଆମ୍ଭମାନଙ୍କ ଚାରିପାଖରେ ଥିବା ଲୋକଙ୍କଠାରୁ ନିଶ୍ଚିତ ଭାବରେ କିଛି ଅସୁବିଧାର ସମ୍ମୁଖୀନ ହେବା, ହଁ ନା? ଯେତେବେଳେ ଲୋକମାନେ ରବିବାରିଆ ଆରାଧନା ଏବଂ ଖ୍ରୀଷ୍ଟମାସ ପାଳନ କରନ୍ତି, ଅନ୍ୟମାନେ ଭାବନ୍ତି ଏହା ନିଶ୍ଚୟ ଏକ ଚର୍ଚ୍ଚ ହେବ। କିନ୍ତୁ ଯେତେବେଳେ ଆମ୍ଭେମାନେ କହୁ ଆମ୍ଭେମାନେ ନିସ୍ତାର ପର୍ବ ଏବଂ ବିଶ୍ରାମ ଦିନ ପାଳନ କରୁ, ଆମ୍ଭେମାନେ ମାତା ପରମେଶ୍ୱରଙ୍କୁ ବିଶ୍ୱାସ କରୁ, ସେମାନଙ୍କର ପ୍ରତିକ୍ରିୟା କ'ଣ ହୁଏ? ଆରେ, ଏହା କ'ଣ ଏକ ଅଦ୍ଭୁତ ଚର୍ଚ୍ଚା ନୁହେଁ? ଏହା ଆଦୌ ଅଦ୍ଭୁତ ନୁହେଁ। ପରମେଶ୍ୱରଙ୍କ ଦୃଷ୍ଟିକୋଣରୁ ଏହା କ'ଣ ସବୁଠାରୁ ସଠିକ୍ ଏବଂ ସମ୍ପୂର୍ଣ୍ଣ ବିଶ୍ୱାସ ଧାରଣ କରୁଥିବା ମଣ୍ଡଳୀ ନୁହେଁ? ଏହି କାରଣରୁ ପିତର ଏବଂ ପାଉଲ ଏହି ମଣ୍ଡଳୀରେ ଯୋଗ ଦେଇଥିଲେ। ଏହା ସେହି ମଣ୍ଡଳୀ ଯାହାକୁ ଯୀଶୁ ପ୍ରତିଷ୍ଠା କରିଥିଲେ। ଜଗତ ଆମ୍ଭମାନଙ୍କୁ ଯେପରି ଭାବରେ ଦେଖୁନା କାହିଁକି, ଜଗତର ବିଚାର ପରମେଶ୍ୱରଙ୍କ ବିଚାରଠାରୁ ଭିନ୍ନ ଅଟେ। ଆପଣମାନେ ପବିତ୍ର ଆତ୍ମାଙ୍କର ଅନେକ ସୁନ୍ଦର ଫଳ ଧାରଣ କରନ୍ତୁ। ମୁଁ ପ୍ରାର୍ଥନା କରୁଛି ଯେ ସମସ୍ତ ସ୍ୱର୍ଗୀୟ ସନ୍ତାନ ଏବଂ ପ୍ରତ୍ୟେକ ସିଓନ ପରମେଶ୍ୱରଙ୍କ ଦୃଷ୍ଟିରେ ଦୃଢ଼ ହୋଇ ଠିଆ ହୁଅନ୍ତୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।